ओम नमो भगवती वासुदेवाय। ओम नमो भगवती वासुदेवाय। ओम नमो भगवते वासुदेवाय। श्रीमद्भागवतम सप्तम स्कंध एकादश अध्याय। भगवती अजाय लोकान् धर्मसे तवे वक्षे सनातनं धर्मं नारायण मुखाच्छ्रुतम् अजाय लोकान् धर्मसे तवे वक्षे सनातनं धर्मं नारायण मुखाच्छ्रुतम्। प्रथमे मोर प्रणाम से धर्म रक्षक भगवान कृष्ण को जणी से सनातन धर्म कथा जहाँ मु नारायण मुख श्रवण करछि ताहा करिबि। धर्मगुणी भगवान सर्ववेदमयो हरि श्लोकं च तद्विदं जेन आत्मा प्रसीदति। से परम पुरुष भगवान समस्त वेद ज्ञान मूल धर्म मूल एवं समस्त महात्मा द्वारा स्मृत होंगे। हे महाराज युधिष्ठिर, धर्म यही नीति ये कथा जान रखे ये प्रमाण धर्म यही नीति उपरे ये आधार उपरे प्रतिष्ठित हेले समस्त ही संतुष्ट हे। मानव जीव मन आत्मा शरीर सबकिछि संतुष्ट एला शोक रथ धर्म की प्रणयन करना धर्म तो साक्षात भगवत प्रणयन स्वयं भगवान ही प्रणयन करछन। तार नाम भागवत धर्म जे भगवता पूर्ता उपाय आत्मलभते अविदुषा विधि भागवतान ही तान एक स्कंद भागवत कहुछि भागवत धर्म जहाँ भगवान प्रणयन कर गोटे धर्म जीव मात्र गोटे धर्म ता नाम भागवत धर्म आत्मधर्म परम धर्म सबै पुरुष पर धर्म भागवत मत कहुछि सबै पुरुष पर धर्म तो भक्ति अधोक्ष दे अहेत्य आत्मा प्रसिद्धति। आत्मधर्म आत्मार प्रसन्नता जो हम तो आत्मा सुप्रसिद्धति ताके ये धर्म ना जत भक्ति अधोक्ष दे सबै पुरुष पर धर्म अधोक्ष वस्तु जे भगवान जहाँ को कही जड़ेन्द्र निज जड़ेन्द्र साहाଯ୍ୟ मापी पारिबे ना कल्पना करि पारिबे ना तांको कहते अधोक्ष से भगवान। तेणु जो भक्ति अधोक्ष वस्तु भगवान को सेवा भक्ति मान सेवा से सेव्य वस्तु भगवान कृष्ण ही एकमात्र सेव्य वस्तु समस्त ही सेव एक ईश्वर कृष्ण आस नृत्य कृष्ण एकमात्र ईश्वर एकमात्र परमेश्वर सेव्य वस्तु और समस्त नृत्य आमर कथा समस्त वैदिक तथ्य वैदिक सिद्धांत मनगड़ा कथा नुहे। तेणु तांकर सेवा ही होती गोटे धर्म अन्य किसी धर्म से से धर्म नीति भगवान प्रणयन कर तो भक्ति अधोक्ष अधोक्ष वस्तु कृष्ण सेवा हूँ धर्म अहेतु की अप्रतियोगिता तो आत्मा सुप्रसिद्ध यार हेतु नहीं अहेतु की एवं या कौन प्रकार भौतिक परिस्थिति प्राप्त ही पार न्याचुराल स्वाभाविक आत्मवृत्ति এটা आत्मार वृत्ति तेणु बाधा प्राप्त ही पारिबो ना एते आत्मार प्रसन्नता विधान हम तेणु धर्म सम्बन्धर कथाटा
ଭଲ ଭାବରେ ବୁଝିବାକୁ ପଡିବ। ତା ନ ବୁଝିଲେ ଏଇ ତତ୍ତ୍ୱ ନ ଜାଣିଥିବା ହେତୁ ଧର୍ମ ନାମରେ ଆଜି ଗଣ୍ଡଗୋଳ ଚାଲୁଛି। ଧର୍ମ ନାମରେ ଗଣ୍ଡଗୋଳ ଚାଲୁଛି। ସେଥିପାଇଁ ଆମର ପରମାରାଧ୍ୟ ଗୁରୁଦେବ ତାଙ୍କର ଭାଷ୍ୟରେ ସେ କଥା କହିଛନ୍ତି, ମ୍ୟାନୁଫ୍ୟାକ୍ଚର୍ଡ ପ୍ରିନ୍ସିପଲ୍, ଯୋଉଟା ମାନବ ତିଆରି କରୁଛି ନା ଧର୍ମ ନାମରେ କେତେ କିଛି କିଛି ଧର୍ମ ତିଆରି କରୁଛି। କେତେ ଧର୍ମ ସେଥିପାଇଁ ପ୍ରଚଳିତ ଅଛି। ତାହା ହଉଛି କାହାର ମନଧର୍ମ, ମନଗଢା ଧର୍ମ, କାହାର ନିଜକୃତ ଧର୍ମ, ଏଇପରି ଧର୍ମ ନାମରେ ଅନେକ କିଛି ପ୍ରଚଳିତ ଅଛି। ସେଥିପାଇଁ ଭଗବାନ ଯେ ସର୍ବଜ୍ଞାତା, ସେ ଈଶ୍ୱର କଥା ଜାଣିଛନ୍ତି। ସେଥିପାଇଁ ଗୀତାର ଶେଷ ସିଦ୍ଧାନ୍ତ ଏଇଟା ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ଗତ ଅନ୍ତଃ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ସେଥିପାଇଁ କଥା ସବୁ ଧର୍ମ ଛାଡ଼। କାରଣ ଧର୍ମ ହଉଛି ଗୋଟିଏ, ଏକାଧିକ ନୁହେଁ। କିନ୍ତୁ ତଥାକଥିତ କାହାର କଳ୍ପନା ପ୍ରସୂତ, ମନ ପ୍ରସୂତ ଧର୍ମ, କାହାର ନିଜକୃତ ଧର୍ମ, ଏସବୁ ଯାହା ପ୍ରଚଳିତ ଅଛି, କିମ୍ବା ଧର୍ମ ନାମରେ ମଧ୍ୟ ଅନେକ କଥା କିଛି ଅଛି। ଅନିତ୍ୟ ଧର୍ମ, ନୈମିତିକ ଧର୍ମ, ଜାତି ଧର୍ମ, କୁଳ ଧର୍ମ, ବେଦ ମର୍ଯ୍ୟାଦା ରୂପକ ଧର୍ମ, ଏପରି କେତେ ଧର୍ମ ନାମରେ ପ୍ରଚଳିତ ମଧ୍ୟ ଅଛି। କାରଣ ଧର୍ମ ଶବ୍ଦ ବ୍ୟାପକ ଶବ୍ଦ, ତାର ବ୍ୟାପକ ଅର୍ଥ ଅଛି ମଧ୍ୟ। ସେଥିପାଇଁ ଭଗବାନ କୃଷ୍ଣ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଏ ସବୁ ଧର୍ମ ଛାଡ଼, କେବଳ ମୋ ଚରଣରେ ଆଶ୍ରିତ ହୁଅ। ଏ ହଉଛି ପରମ ଧର୍ମ। ସଇ ପୁରୁଷ ପରୋ ଧର୍ମ, ଏ ହଉଛି ପରମ ଧର୍ମ। ତାଇ ହଉଛି ଭାଗବତ ଧର୍ମ। ତାই କଲେ କଣ ହବ ନା ଜୟ ଆତ୍ମା ପ୍ରସିଦ୍ଧ, ଆତ୍ମାର ପ୍ରସନ୍ନତା ବିଧାନ। କାରଣ ସମସ୍ତେ ଆତ୍ମା, কে মন নୁହେଁ କିମ୍ବା ଶରୀର ନୁହେଁ। ଏଟା ପ୍ରଥମ ଶିକ୍ଷା, ଗୀତାରେ ପ୍ରଥମ ଶିକ୍ଷା ଦିଆଯାଇଛି। ଆମେ ମନ ନୁହଁ କି ଶରୀର ନୁହଁ, ଆମେ ଆତ୍ମା। ଆତ୍ମା ନିତ୍ୟ ସନାତନ ବସ୍ତୁ, ଚିନ୍ମୟ ବସ୍ତୁ। ମମୀମାଂସ ଜୀବ ଲୋକେ ଜୀବଭୂତ ସନାତନ, ପଞ୍ଚଦଶ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି। ଆତ୍ମା ସନାତନ ଭାବରେ ମୋର ଅଂଶ। ସେ କୃଷ୍ଣ ଯେ ଗୀତା ବାଣୀ କହୁଛନ୍ତି, ସେ କହୁଛନ୍ତି ମୋର ଅଂଶ। ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ। ସେ କୃଷ୍ଣ ସଚ୍ଚିଦାନନ୍ଦମୟ ବିଗ୍ରହ, ସଚ୍ଚିଦାନନ୍ଦମୟ। ତେଣୁ ଆତ୍ମା ତାଙ୍କର ଅଂଶ ହେଇଥିବା ମଧ୍ୟ ସଚ୍ଚିଦାନନ୍ଦମୟ, ଶାଶ୍ୱତମୟ, ଜ୍ଞାନମୟ, ଆନନ୍ଦମୟ। ତେଣୁ ଆତ୍ମା ଶାଶ୍ୱତ ସନାତନ ବସ୍ତୁ, ନିତ୍ୟ ବସ୍ତୁ ଏବଂ ଚିନ୍ମୟ ବସ୍ତୁ। ତା ନିତ୍ୟ ବସ୍ତୁ ନୁହେଁ, ତା ଅସଚିଦାନନ୍ଦମୟ ନୁହେଁ। ଏ ହଉଛି ଆମର। ସେଥିପାଇଁ ସେ ଆତ୍ମାର ଗୋଟେ ଧର୍ମ, ତାର ନାମ ଆତ୍ମଧର୍ମ ବା ପରମ ଧର୍ମ। ତାই ଭାଗବତ ଧର୍ମ, ସେଇ ଭାଗବତ ଧର୍ମ, ସେଇ ଧର୍ମ କଥା ଭଗବାନ ହିଁ କହୁଛନ୍ତି। ଯେବେ ଭଗବତା ପ୍ରୋକ୍ତା ଉପାୟ ଆତ୍ମଲବ୍ଧଏ, ଭଗବାନ ଯୋଉ ଧର୍ମର କଥା କହିଛନ୍ତି, ଆଉ ଯୋଉ ଧର୍ମ ନିଜ ମଙ୍ଗଳ ଧ୍ୱଜରେ ଆତ୍ମତତ୍ଵ ଜଣେ ଉପଲବ୍ଧି କରିପାରିବ। ଯୋଉମାନଙ୍କ ଧର୍ମ ତତ୍ଵ ସମ୍ବନ୍ଧରେ ଜ୍ଞାନ ନାହିଁ, ଅବିଦୁଷାନ, କିଛି ଜ୍ଞାନ ନାହିଁ, ବୁଦ୍ଧିହୀନ ବ୍ୟକ୍ତି, ଅଜ୍ଞାନ ମୂର୍ଖ ବ୍ୟକ୍ତି, ସେମାନଙ୍କ ପାଇଁ, ସମସ୍ତଙ୍କ ପାଇଁ ଏ ଧର୍ମ କଥା ସେ କହୁଛନ୍ତି। ବିଧି ଭାଗବତା ନିତାମ, ତା ହଉଛି ଭାଗବତ। ତେବେ ଏ ଧର୍ମ ତତ୍ଵ ନ ଜାଣିଥିବା ହେତୁ ସେଥିପାଇଁ କୁହାଯାଇଛି ଧର୍ମ ଧର୍ମ ସେ ତତ୍ଵ ନିହିତ ଗୁହାୟ ମହାଜନ ଜେନ ଗତ ସ୍ୱପନ୍ଥା। ମହାଭାରତରେ ଯୁଧିଷ୍ଠିର ମହାରାଜ କହିଛନ୍ତି। ସେ ମହାଜନ ମାନେ ଧର୍ମ ତତ୍ଵ କଥା ଜାଣିଛନ୍ତି, ତାଙ୍କ ହୃଦୟରେ ଅଛି। ମହାଜନ ଜେନ ଗତ ସ୍ୱପନ୍ଥା। ତେଣୁ ଧର୍ମରାଜ ଏଠି ଯମରାଜଙ୍କ କଥା କୁହାଉଛି। ଯୋଉ ଯମରାଜଙ୍କ ମୃତ୍ୟୁ ଉଦ୍ଧାର କରାଯାଇଛି, ସେ ଧର୍ମରାଜ ଯମରାଜ
ତେଣୁ ମହାଜନ ରଥ ସମ୍ବନ୍ଧା ମହାଜନ ମାନେ ଯେଉଁ ପଦାଙ୍କ ନିରୂପଣ କରିଦେଇ ଯାଇଛନ୍ତି ସେ ପଦାଙ୍କକୁ ଆମକୁ ଅନୁସରଣ କରିବା ପାଇଁ ତାହେଲେ ଆଉ କିଛି ଅସୁବିଧା ହବ ନା, ନିରାପଦ। ସେଥିରେ ଆପଦ ବିପଦ କିଛି ଆଉ ପଡ଼ିବ ନା। ତାହା ନ କରି ଆମେ ଆମର ମନ କଳ୍ପିତ ଧର୍ମ ବା କାରଣ ଗଢ଼ା ଧର୍ମ ପତ୍ରରେ ଚାଲିଯାଇ ତାର ବିପଦ ଅଛି। ସେଥିପାଇଁ ଧର୍ମ ତତ୍ତ୍ୱ କଥା ନ ଜାଣି ଧର୍ମ ନାମରେ ଗଣ୍ଡଗୋଳ ହଉଛି, ହିଂସାକାଣ୍ଡ ହଉଛି। ସେଥିପାଇଁ ଏ ଧର୍ମର ତତ୍ତ୍ୱ ଧର୍ମର କଥା ପ୍ରଚାର କରିବା ଦରକାର। ତାହା ବୈଷ୍ଣବ ମାନେ ପ୍ରଚାର କରୁଛନ୍ତି, ତାଇ ମଧ୍ୟ ବୈଷ୍ଣବ ଧର୍ମ ଆତ୍ମଧର୍ମର କଥା ଇଏ। କିନ୍ତୁ ଆମର ଆଜିକାଲି ଦେଖାଯାଉଛି ତଥାକଥିତ ଯେଉଁମାନେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ବା ଦେଶରେ ପ୍ରତିଷ୍ଠିତ ବ୍ୟକ୍ତି, ରାଜନୈତିକ ନେତା, ବିଶ୍ୱ ଦାର୍ଶନିକ ପଣ୍ଡିତ, ସେମାନେ ଧର୍ମ ତତ୍ତ୍ୱ କଥା ଜାଣୁନାହାନ୍ତି। ଧର୍ମ ନାମରେ ଗଣ୍ଡଗୋଳ ଅଛି ବୋଲି ସେମାନେ ସବୁଠୁ ଗୋଟେ ନୀତି ବାହାର କଲେ, ନାଇଁ ଧର୍ମ ନିରପେକ୍ଷ ରାଷ୍ଟ୍ର ଆମ ରାଷ୍ଟ୍ର ହଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର। ଧର୍ମ ଧର୍ମ କିଛି ନାହିଁ, କଣ ଅଧର୍ମର ରାଷ୍ଟ୍ର ନା କି? ଧର୍ମ କିଛି ନାହିଁ। ଧର୍ମ ନିରପେକ୍ଷର ଅର୍ଥଟା କି? ଆଉ ଦେଖିବା ଧର୍ମ ନିରପେକ୍ଷ ସବୁ ଧର୍ମ ସମାନ, ସବୁ ଧର୍ମ ସମାନ କରୁଛେ। ଆମେ ସମ୍ମାନ ଦଉଛେ, ଅସମ୍ମାନ କାହାକୁ ଜଣାଛେ। ସବୁ ଧର୍ମ ତ କିଛି ଧର୍ମ ଯେ ପ୍ରଣୟନ କରୁଛନ୍ତି, ଧର୍ମମୟ ହିଁ ଭଗବାନ ସବୁ ବେଦମୟ ହରି ଧର୍ମ ତ ସାକ୍ଷାତ ଭଗବାନ ଜାଣିଛନ୍ତି। ଯେ ଧର୍ମ ପ୍ରଣୟନ କରୁଛନ୍ତି ସେ ତ ଗୋଟେ ଧର୍ମ କଥା କହିଲେଣି। ଆଉ ସବୁ ଧର୍ମ ସମାନ, ସବୁ ଧର୍ମକୁ ଆମେ ସମ୍ମାନ ଦଉଛେ, ଏଇ କଥାଟାର ମୂଲ୍ୟଟା କଣ, ଅର୍ଥଟା କି? ବଡ଼ ହାସ୍ୟାସ୍ପଦ କଥା ବେଳେ ବେଳେ ମଧ୍ୟ ଏ ସମ୍ବନ୍ଧରେ ଶୁଣିବାକୁ ମିଳେ, ଦେଖିବାକୁ ମିଳେ। ଆମେ ତା ଦେଖୁଛେ, ଭୋଗୀ ମଧ୍ୟ ଆମେ ଅନୁଭବ କରୁଛେ। ତ ପୁଣି ଏଇଟା ତ ଯୋଉ ତୁମର କଣ ହଉଛି ନା ସମ୍ବିଧାନରେ ନା ସ୍ଥାନ ପାଉଛି ନା କି ସାମ୍ବିଧାନିକ ନିୟମ ହଉଛି, ଲ ହଉଛି ନା। ସେଥିପାଇଁ ଯେଉଁମାନେ ଆଇନ ବ୍ୟବସାୟ କରୁଛନ୍ତି, ସବୁ ଓକିଲ ଅଛନ୍ତି, ଆଇନଜୀବୀ ନା କି କହୁଛନ୍ତି, ଆଇନଜୀବୀ ନା, ସେମାନେ ୟାକୁ ମଧ୍ୟ ବ୍ୟବହାର କରୁଛନ୍ତି। କୋର୍ଟ କଚେରୀ ବ୍ୟବହାର କରୁଛନ୍ତି। ଇଟା ପାଠ ମଧ୍ୟ ଅଛି। ସେପରି ଏକ ସମ୍ବାଦ ବାହାରିଥିଲା ଯେ ଗୋଟେ କୋର୍ଟରେ ସେପରି କଥା ଆସିବ। ତଳେ କଣ ସନ୍ନ୍ୟାସିନୀ ଥିଲେ, ସେ ଦକ୍ଷିଣରେ କୁମାନ୍ଦ୍ରା ସବୁ ଅଞ୍ଚଳର, ସେ ଲଙ୍ଗଳା ହେଇକି ରହୁଥିଲେ। ତାଙ୍କର କଣ କିଛି ସେ ବିଗଡ଼ିତ କାମ କଲେ, ଯାହାଫଳରେ କୋର୍ଟକୁ ଆସିବା ପାଇଁ ଦରକାର ପଡିଲା। କୋର୍ଟକୁ ଆସିବା ଦରକାର ପଡିଲା, ସେ ତ ଲଙ୍ଗଳା ହେଇଛନ୍ତି, ସେ କଥା ଲଙ୍ଗଳା ହେଇକି ଯିବା। ତେଣୁ ଥିଲା ନା ମତେ ମାଇକିନା କଥା ଲଙ୍ଗଳା ହେଇକି ଗୋଟେ କୋର୍ଟକୁ ଆସିବି, ମତ୍ୟାଧାନିଙ୍କର କଥା। ଏଇଟା ଅତି ଅସମ୍ଭବ, ଏଇଟା କିଛି ଭଲ କଥା ହେଇତ ନୁହେଁ। ତାଙ୍କର ପକ୍ଷରେ ଓକିଲ ସବୁଠୁ ଯୁକ୍ତି ବାଢ଼ିଲେ, ଆମ ଧର୍ମ ନିରପେକ୍ଷ ରାଷ୍ଟ୍ର, ତାଙ୍କ ଧର୍ମ ହେବା, ଧର୍ମ ତ ଲଙ୍ଗଳା ହେବା, ତାଙ୍କ ଧର୍ମ ଉପରେ ତୁମର ହସ୍ତକ୍ଷେପ କରିବା କି ଅଧିକାର? ଏ ତ ଓକିଲା ତ ପାଠ ଆସିଗଲା, ପାଠ ଇଏ ସବୁ ହାସ୍ୟାସ୍ପଦ। ତାର ଧର୍ମ ଲଙ୍ଗଳା ହେବା, ତା ଧର୍ମ ତ ସେ ରକ୍ଷା କରିବା। ଆଉ ଆମେ ତ ସବୁ ଧର୍ମକୁ ସମ୍ମାନ ଦଉଛେ, ଆଉ ତା ଧର୍ମ ଉପରେ କାହିଁକି ଆମେ ଅସମ୍ମାନ କଲେ? ଇଏ ଓକିଲ ତାଙ୍କର ଯୁକ୍ତି ଦେଖିଲେଣି। এইটা সংবিধান তোমরা সব ওই ধর্ম নিরপেক্ষ রাষ্ট্র, এটা পাঠটা কি? এপরি ସବୁଠୁ ଶେଷରେ ଆଚ୍ଛା ହଉ, ତାଙ୍କ ଧର୍ମ ଯଦି ଲଙ୍ଗଳା ହବା ତ ଲଙ୍ଗଳା ଆସେ ତ ଗୋଟେ କଥା ହବ, ଲୁଗାର ଟେରା ବାଡ ଦିଆ ହବ, ତା ଭିତରେ ସେ ଲଙ୍ଗଳା ହେଇକି ଛିଡା ହେବେ, ତାଙ୍କ କଥା କହିବେ। ଇ ପାଠ ସବୁ କି ହାସ୍ୟାସ୍ପଦ କଥା ଏଗୁଡା ସବୁ। ଧର୍ମର ତତ୍ତ୍ୱ ଜାଣିଥାଏ ତ ଏସବୁ କାଣ୍ଡ ହେଇଯାଉଛି। ତାହେଲେ ତ ଆମେ ଅନୁଭବ କରୁଛେ, ଆମେ ଯୋଉ ଯାଉଛେ ପ୍ରଚାର କରିବା ପାଇଁ, ସେଠି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ହଉଛେ ମହାରାଜ ତା ଅନୁଭବ କରିଥିଲେ, ସେ କଥା କହିଛନ୍ତି। ସେ ଯାଇଥିଲେ ଥରେ ମେଦିନୀପୁର, ପ୍ରଚାର କରୁଥିଲେ, ଗୋଟେ ସେଥିରୁ ବିଦ୍ୟାଳୟକୁ ଗଲେ। ସେଠି ଯାଇକରି ବିଦ୍ୟାଳୟର ଯିଏ ପ୍ରଧାନ ଶିକ୍ଷକ ଅଛନ୍ତି, ପ୍ରିନ୍ସିପାଲ ଅଛନ୍ତି, ତାଙ୍କୁ ଅନୁରୋଧ କଲେ ଯେ ଆମେ କିଛି ପରି କଥା କହିବା, ଆଉ ଆପଣ ବିଦ୍ୟାଳୟ ଶିକ୍ଷକ ଛାତ୍ର ମାନଙ୍କୁ କହିବା, ଆପଣ ସୁଯୋଗ ଦିଅନ୍ତୁ। ସେ କହିଲେ ଦେଖନ୍ତୁ, ଆମ ଧର୍ମ ନିରପେକ୍ଷ ରାଷ୍ଟ୍ର, ଆମର ଏଠି ତ ଖ୍ରୀଷ୍ଟିଆନ ଅଛନ୍ତି, ହିନ୍ଦୁ ଅଛନ୍ତି, ମୁସଲମାନ ଅଛନ୍ତି, ବିଭିନ୍ନ ଧର୍ମର ଛାତ୍ରଛାତ୍ରୀ ଅଛନ୍ତି, ଶିକ୍ଷକ ଅଛନ୍ତି, ଲୋକ ଅଛନ୍ତି,
ଆପଣ ତ ବୈଷ୍ଣବ ହିନ୍ଦୁ ଧର୍ମ କଥା କହିବେ, ତାହେଲେ ତ ଇଏ ଅଡୁଆ ପାଠ ହେଇଯିବ। ସେ କଥା ଆମେ ଆପଣଙ୍କୁ ଅନୁମତି ଦେଇପାରିବା ନା। ନା, ଆମର ଧର୍ମ ନିରପେକ୍ଷ ରାଷ୍ଟ୍ର, ଆପଣ ହିନ୍ଦୁ ଧର୍ମ କଥା କହିବେ, ଆଉ ମୁସଲମାନ ଅଛନ୍ତି, ଖ୍ରୀଷ୍ଟିଆନ ଅଛନ୍ତି କି ବୌଦ୍ଧ ବୌଦ୍ଧ ଇତ୍ୟାଦି ଅଛନ୍ତି ଅନ୍ୟ ଧର୍ମ, ସେମାନେ ବିରୋଧ କରିବେ ନା? ତ ପଢ ସାଥିଗତ ନା, ସେ ଅନୁମତି ପାଇଲେ ନା। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ଭଳି ଅତି ପାୱାରଫୁଲ ବୈଷ୍ଣବ, ଅତି ଶକ୍ତିଶାଳୀ, ସେ ସବୁଠୁ କହିଲେ କି ଆଶ୍ଚର୍ଯ୍ୟ କଥା, ଧର୍ମ ନାଁରେ ଗଣ୍ଡଗୋଳ ଅଛି ବୋଲି ଆମେ ପ୍ରକୃତ ଧର୍ମର ତତ୍ତ୍ୱଟା କଣ ତାକୁ କିଛି ଜିଜ୍ଞାସା କରିବା ନା, ଜାଣିବା ନା, ସେ ସମ୍ବନ୍ଧରେ ଜାଣିବାକୁ ଆଗ୍ରହ ପ୍ରକାଶ କରିବା ନା। କିଏ ମରିଚିକା ଦେଖିକିରି ଠକିଛି, ମରିଚିକାକୁ ଜଳ ଭ୍ରମ କରି ଠକିଛି, ତା ପଛରେ ଧାଇ ଭାଇକିରି ନିରାଶ ହେଇକରି ନା ଜଳ ଫଳ କିଛି ନାହିଁ। ତାମାନେ ଜଳ ନାହିଁ ନା ପ୍ରକୃତ ଜଳର ଅନୁସନ୍ଧାନ କରାଯିବ ନା, ଠକିଛ ବୋଲି ଜଳ ନାହିଁ ଏ ସିଦ୍ଧାନ୍ତରେ ଆସି ପହଞ୍ଚିଗଲ କି? କିଏ ଜୁଳୁଜୁଳିଆ ପଟାକୁ ଦେଖିଛି, ଆଲୁଅ ଦେଖାଯାଉଛି, ତା ଦେହରେ ହାତ ମାରିଛି, ହାତ ଫେରିବି। ସବୁ ସିଦ୍ଧାନ୍ତ ନା ଯେତେ ପରି ଉଜ୍ଜଳ ଜିନିଷ ଅଛି ଦାହିକା ଶକ୍ତି ନାହିଁ। ହ୍ୱାଟ ଇଜ ଦିସ୍ କନକ୍ଲୁଜନ? ଇଏ କିଏ ହାସ୍ୟାସ୍ପଦ କଥା? କଣ ଅଗ୍ନି ନାହିଁ ଜୁଳୁଜୁଳିଆ ପଟାକି ଠକିଛ ବୋଲି ଅଗ୍ନିରେ ଦାହିକା ଶକ୍ତି ନାହିଁ? ସେପରି ଧର୍ମ ନାମରେ ଗଣ୍ଡଗୋଳ ଅଛି, ଧର୍ମ ତତ୍ତ୍ୱ ଜାଣିନା ବୋଲି ସେଥିପାଇଁ ଆମର ଧର୍ମ କିଛି ନା, ପ୍ରକୃତ ଧର୍ମର ତତ୍ତ୍ୱ ସମ୍ବନ୍ଧରେ ଆଲୋଚନା ହେବ ନା? ଏଟା କି ପାଠ? ଇଏ ବଡ ହାସ୍ୟାସ୍ପଦ। ସେଥିପାଇଁ ଆମେ ସେପରି ସମସ୍ୟାର ସମ୍ମୁଖୀନ ହେଇଛେ। ଆମେ ପ୍ରଚାର କ୍ଷେତ୍ରରେ ଯାଇଥିଲେ କୋରାପୁଟ ରାୟଗଡା ଜିଲ୍ଲାକୁ, ଆଉ କୋରାପୁଟ ଜିଲ୍ଲା ରାୟଗଡାକୁ ଥରେ ସେଇପରି ଗୋଟେ ସ୍କୁଲ ହାଇସ୍କୁଲ ଗଲୁ, ସେଠି ସେଇ କଥା କହିବାରୁ ସେ କହିଲେ ଆମ ନାଇଁ ଆଜ୍ଞା ଆପଣଙ୍କ ଭୋଟ ଦିଆଯାଇପାରିବ ନା, ଆମେ ଧର୍ମ ନିରପେକ୍ଷ। ଏଠି ବହୁ ଖ୍ରୀଷ୍ଟିଆନ ଅଛନ୍ତି, ଆପଣ ହିନ୍ଦୁ ଧର୍ମ କଥା କହିବେ ହବ କି ପାଠ? ଏସବୁ ପାଠ କେବଳ ଏ ଧର୍ମ ତତ୍ତ୍ୱ ତଳା, ତାର ଧର୍ମ ନାଁରେ ଗଣ୍ଡଗୋଳ କାହିଁ? ଧର୍ମ ଯେତେବେଳେ ଗୋଟେ ଜିନିଷ ଏକାଧିକ ନୁହେଁ, ଏକଥା ଗଣ୍ଡଗୋଳ ହବାର କିଛି ସମସ୍ତେ ଆତ୍ମା। ତୁମର ବିଚାର ଯାହା ହୁଅନ୍ତୁ, ସେ ହିନ୍ଦୁ ହୁଅନ୍ତୁ କି ମୁସଲମାନ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ କି ବୌଦ୍ଧ ହୁଅନ୍ତୁ, କିନ୍ତୁ ତ ଆତ୍ମା ହିଁ କଥା। ତା ଆତ୍ମାର ତ ଗୋଟେ ଧର୍ମ, ଆତ୍ମଧର୍ମର କଥା ତ ଆମେ କହିବା, ଗଣ୍ଡଗୋଳର କି ପ୍ରଶ୍ନ ଅଛି? ସେଥିପାଇଁ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ମହାଜନ ନେନ ଗତ ସବନ୍ଧା। ମହାଜନ ମାନେ ଧର୍ମର ତତ୍ତ୍ୱ ଜାଣିଛନ୍ତି, ତେଣୁ ଯେଉଁମାନେ ପ୍ରାମାଣିକ ମହାଜନ ସେମାନେ ଯୋଉ ଧର୍ମ ତତ୍ତ୍ୱ କଥା କହୁଛନ୍ତି, ଆଉ ସ୍ମୃତି ସ୍ମୃତି ପୁରାଣ ଆଦି এই ବୈଦିକ ଶାସ୍ତ୍ର ମାନଙ୍କରେ କୁହାଯାଉଛି, ଭଗବାନ ଯୋଉ ଧର୍ମ ପ୍ରଦାନ କରିଛନ୍ତି, ଭାବ ଧର୍ମର କଥା କୁହାଯାଉଛି, ସେ ପରମ ଧର୍ମ ତା ସମସ୍ତଙ୍କ ପାଇଁ। ସେଥିପାଇଁ ଏ ସମ୍ବନ୍ଧରେ ତତ୍ତ୍ୱଟାକୁ ଆମକୁ ଭଲ ଭାବରେ ବୁଝିବାକୁ ପଡିବ। ସେଟା କୁହାଯାଏ ଏ ତତ୍ତ୍ୱ ଯେ ଜାଣିଛନ୍ତି, ସେ ତାଙ୍କର ଯେତେ ଦିନ ପିଟନ୍ତୁ ଧାର୍ମିକ ବୋଲି, ସେ ଧାର୍ମିକ, ସେ କଦାପି ଧାର୍ମିକ ପଦବାଚ୍ୟ ହେବେ ନା। ଅଧାର୍ମିକ ଜୀବନ ଏକ ଅସଭ୍ୟ ସ୍ଥିତି। କାରଣ ଧର୍ମ ନାମରେ ଗଣ୍ଡଗୋଳ କରୁଛ, ତୁମେ ହିଂସାକାଣ୍ଡ କରୁଛ, ଇ କୁଧର୍ମ ଜୀବନ, କୋ ଧାର୍ମିକତା ତୁମର। ଯେତେବେଳେ ଜୀବନରେ ଧର୍ମ ପ୍ରବେଶ କରେ, ସେତିକି ବେଳେ ମାନବ ଜୀବନ ଆରମ୍ଭ ହୁଏ। ଆହାର, ନିଦ୍ରା, ଭୟ, ମୈଥୁନ, ଏ ଚାରୋଟି ତ ପଶୁ ଜୀବନର ମଧ୍ୟ ଅଛି। ଏ ପଶୁ ଜୀବନର ଲକ୍ଷଣ, ପଶୁ ଜୀବନ ମନୁଷ୍ୟ ଜୀବନ, ଏ ଉଭୟ ଜୀବନ ପ୍ରତି ଏ ଚାରିଟା ଜିନିଷ ପ୍ରଯୁଜ୍ୟ ଅଛି, ଆହାର, ନିଦ୍ରା, ଭୟ, ମୈଥୁନ। କିନ୍ତୁ ବିଶେଷତ୍ୱ ମାନବ ଜୀବନରେ କୋଉଠି ରହିଲା? ମାନବ ଜୀବନ ଯେ ସୁଦୁର୍ଲଭ ଜନ ହେଇଛି, ଉନ୍ନତ ଚେତନା ସ୍ତରକୁ ଦିଆଯାଇଛି ତୁମକୁ, ତାର ବିଶେଷତ୍ୱଟା କୋଉଠି ରହିଲା? ତା ବିଶେଷତ୍ୱ ରହିଲା ଏଇ ଧର୍ମ ତତ୍ତ୍ୱ ଜାଣିବାରେ। ତା ଯଦି ତୁମେ ନ ଜାଣିବ, ତାକୁ ତୁମେ ପଶୁ ହେଲ। କିନ୍ତୁ ଧର୍ମ ହେଉଛି ମାନବର ଏକ ଅସାଧାରଣ କାର୍ଯ୍ୟ। ଧର୍ମ ବ୍ୟତୀତ ମାନବ ଜୀବନ ପଶୁ ଜୀବନ ଠାରୁ କୌଣସି ଗୁଣରେ ଉନ୍ନତ ନୁହେଁ। ତେଣୁ ମାନବ ସମାଜରେ ଧର୍ମର କୌଣସି ନା କୌଣସି ଏକ ରୂପ ଅଛି, ଯାହାର ଉଦ୍ଦେଶ୍ୟ ଆତ୍ମଦର୍ଶନ ଅଟେ ଏବଂ ଯାହା ମନୁଷ୍ୟ ଓ ଭଗବାନଙ୍କ ମଧ୍ୟରେ ଏକ ନିତ୍ୟ ସମ୍ବନ୍ଧର ରୂପରେଖ ପ୍ରସ୍ତୁତ କରୁଛି।
ସେଥିପାଇଁ ଭାଗବତରେ କଥା କୁହାଯାଇଛି ସबै ପୁରୁଷଙ୍କ ଧର୍ମ ଯତ ଭକ୍ତିର ଅନୁଚ୍ଛେଦେ ଅହେତୁକି ଅସତ୍ୟତା ଜୟାତ୍ମା ସୁତସୀଦତି ସର୍ବବେଦାନ୍ତ ସାର ପ୍ରମାଣ ମୂଳ ଅନେକ ପ୍ରମାଣ ମୂଳକ ଗ୍ରନ୍ଥ ସର୍ବବେଦାନ୍ତ ସାର ଭାଗବତ ମହାପୁରାଣ ଏ କଥା କହୁଛନ୍ତି। ସେ ହଉଛି ଆତ୍ମଧର୍ମ ପରମ ଧର୍ମ ଯାହା ଆଚରଣ କଲେ ଆତ୍ମାର ପ୍ରସନ୍ନତା ବିଧାନ হয়। ଧର୍ମ ଶବ୍ଦର ମୌଳିକ ଅର୍ଥ ହେଉଛି ଯାହା ଅସ୍ତିତ୍ୱକୁ ଧାରଣ କରି ସୁଧାତୁରୁ ନିଷ୍ପନ୍ନ ଶବ୍ଦ ଧର୍ମ। ଏକ ଜୀବ ସତ୍ତା ଧାରଣ କରିବାର ଅର୍ଥ ହେଲା ଜୀବର କାର୍ଯ୍ୟକଳାପ ନିତ୍ୟ ସମନ୍ୱୟ ଭଗବାନଙ୍କ ସହ ଯୋଡ଼ିବା, ତାହା ହେଉଛି ଆତ୍ମଧର୍ମ। ଧର୍ମ ସୁନିଶ୍ଚିତ ପୁରୁଷମ ବିଶ୍ୱସେନ କଥା ସୁଧ ମୁକ୍ତାଦେଶ ଯଦି ରଥି ସମୟ ରହି ଗଲମ এই କଥା ଶ୍ରୀମଦ ଭାଗବତ କହୁଛି। ଯାହା କିଛି ଧର୍ମ ବା ଧନ୍ଦା ଅକୁପେସନ ଡ୍ୟୁଟି ଧନ୍ଦା ଅର୍ଥରେ ମଧ୍ୟ ଧର୍ମ ଶବ୍ଦ ବ୍ୟବହାର କରାଯାଏ। ତାହା ଯଦି ଭଗବାନ କଥା ପ୍ରତି ରତିଜାତ ନ କରେଲା ତାହେଲେ ତାହା କେବଳ ବ୍ୟର୍ଥ ଶ୍ରମ ମାତ୍ର ଅଟେ। ପୁନଶ୍ଚ କୁହାଯାଇଛି ସେ ଶ୍ରୀମଦ ଭାଗବତ ସ୍କନ୍ଧରେ ଧର୍ମସ୍ୟ ହି ଆପବର୍ଗସ୍ୟ ନାର୍ଥୋର୍ଥାୟୋପଅର୍ପତେ ନାର୍ଥସ୍ୟ ଧର୍ମିକାନ୍ତସ୍ୟ କାମ ଲାଭାୟ ହି ସ୍ମୃତ। এই কথা କୁହାଯାଇଛି ସମସ୍ତ ଧର୍ମ ଅନ୍ତିମ ମୁକ୍ତି ନିମିତ୍ତ ଉଦ୍ଦିଷ୍ଟ। ଭୌତିକ ଲାଭ ନିମିତ୍ତ ସେସବୁ ଅନୁଷ୍ଠାନ କରିବା ଉଚିତ ନୁହେଁ। ଅଧିକନ୍ତୁ ଯେ ପରମ ସେବା ବା ଧର୍ମରେ ଲାଗି ରହିଛି ସେ ଲବ୍ଧ ଭୌତିକ ଲାଭକୁ ବା ସୁଖ ସାମଗ୍ରୀ ଗୁଡ଼ିକୁ ଇନ୍ଦ୍ରିୟ ପ୍ରୀତି ନିମିତ୍ତ ବିନିଯୋଗ କରିବା ଉଚିତ ନୁହେଁ। ଏ କଥା ଶ୍ରୀମଦ ଭାଗବତ କହୁଛନ୍ତି। ଧର୍ମ ସେହି ଆପବର୍ଗସ୍ୟ ଉପବର୍ଗ ମୁକ୍ତି ଯାହା କହିଲା ଯେ ଅନ୍ତିମ ମୁକ୍ତି ନିମିତ୍ତ ଉଦ୍ଦିଷ୍ଟ। ଯଦି ଅପବର୍ଗ ନିମିତ୍ତ ଉଦ୍ଦିଷ୍ଟ ନ ହେବ ଧର୍ମନୀତି ତାହେଲେ କଣ ହବ? ବୁଝିପାରୁଛନ୍ତି? ଅପବର୍ଗ ଯଦି ନ ହେବ ତାହେଲେ ପବର୍ଗ ହେଇଯିବ। କଣ କଥା ବୁଝିପାରୁଛନ୍ତି? କହିବାର ଗୁଣତା ଅଛି କଣ ବୁଝିପାରୁଛନ୍ତି? ଅପବର୍ଗ ନ ହେଲେ ପବର୍ଗ ହବ। ଆମେ ଗୁରୁ ମହାରାଜ କଣ ପବର୍ଗ କଣ? ସେ ଯୋଉ ବ୍ୟାକରଣ ଶାସ୍ତ୍ରର କଥା ତ ପ ଫ ବ ଭ ମ ପଛପତ ଅଛି ବର୍ଗ କଥା ଅଛି ପାଞ୍ଚଟି ବର୍ଣ୍ଣ ଅଛି ପ୍ରତ୍ୟେକରେ। ଉପବର୍ଗରେ ରହିଗଲା ପ ତ ପ ବ ମ ଏ ହେଲା ପବର୍ଗ। ତାହେଲେ ପର୍ବ ହେଲା କଣ ନା ତପରୁ ହେଇଯିବ ତୁମର ଯୋଉ କନଫ୍ୟୁଜନାଲ ପୋଜିସନ ଅଛି ସ୍ୱାଭାବିକ ତୁମର ଯୋଉ କଣ କହୁଛ କନଷ୍ଟିଟ୍ୟୁସନାଲ ପୋଜିସନ ସ୍ୱରୂପ ସ୍ଥିତି ସେଥିରୁ ପତନ ହେଇଯିବ। ଏ ହେଲା ପ୍ରଥମ କଥା। ପାଞ୍ଚଟା ଅଛି ପ ଫେଣ ଫରୁ ଫେଣ ତାମାନେ ଷ୍ଟ୍ରଗଲ୍ ଫର ଏକ୍ଜିଷ୍ଟେନ୍ସ ଜୀବନ ସଂଗ୍ରାମ ବର୍ଦ୍ଧବ ମତ ଆଣି କରି ପରିଶ୍ରମ ବର୍ଦ୍ଧବ ଆଜ୍ଞା ଖଟି ଖଟି ମୋରୁ ଫେଣ ବାହାରିବ ବାପା। ଏ ହେଲା ଫ ସେଇଠୁ ବ ମାନେ ବିବାଦ କଳହ ବିବାଦ କେବଳ ହବ ତାଇ ତ ହଉଛି। ଭୟ ପ୍ରତି ପଦକ୍ଷେପରେ ଭୀତି ତାପରେ ଭୟଂ ଜମିନ ସୁନିମିତ ସୁରସ୍ପୃହା ପରିଭବ ବିପଳସ୍ୟ ଲୋଭ ଅସତଗ୍ରହ ଆତ୍ମୀୟ ଯାବନ୍ନଂ ଅଭୟଂ ପ୍ରଭୂତ ଲୋକେ। ପ୍ରତି ପଦକ୍ଷେପରେ ଭୟ ଦ୍ରବ୍ୟ ପାଇଁ ଧନ ସମ୍ପଦ ପାଇଁ ଜଗତ ପାଇଁ ଆଉ ଈଶ୍ୱର ସମ୍ପର୍କୀୟ ଭାର୍ଯ୍ୟା ପୁତ୍ର କନ୍ୟା ଭାଇ ବନ୍ଧୁ କୁଟୁମ୍ବ ଈଶ୍ୱର ପାଇଁ ଭୀତି। ହେଲା ପ ଫ ବ ଭ ଶୂନ୍ୟ ଶେଷକୁ ମୃତ୍ୟୁ ବାବା ଡେଥ୍। ଏ ହେଲା ପବର୍ଗ। ଯଦି ଧର୍ମର ଉଦ୍ଦେଶ୍ୟ ଅପବର୍ଗ ନ হয় ତାହେଲେ ପବର୍ଗ ହିଁ ହବ ବାବା। ଏ ହେଲା ପବର୍ଗ କଥା। ଆମ ଗୁରୁ ମହାରାଜ ଏ କଥା ହିଁ କହିଛି। ଇ ବଡ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ କହିଛି। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ ଅଭିମତ ଦିଅନ୍ତି ଏ ପୃଥିବୀର ବହୁ ଲୋକଙ୍କର ବହୁ ପ୍ରକାର ଆବଶ୍ୟକତା ଅଛି। ସମସ୍ତେ ମନେ କରନ୍ତି ଆପାତତଃ ଯେ ଅଭାବ ଯେ ଅସୁବିଧା
ଆଉ ଯେ ପ୍ରୟୋଜନ ଆଗେ ସେ ଦିଗକୁ ଦୃଷ୍ଟି କର। ତେଣୁ କେହି ପଞ୍ଚତପା ହଉଛି, କେହି ହଠଯୋଗୀ ହଉଛି, କେହି ବା ବାୟୁ ଭକ୍ଷଣ କରି ରହୁଛି। ସୁତରାଂ ଏଇ ଜଗତ ଧର୍ମ ନାମରେ ଯାହା ସବୁ ପ୍ରଚଳିତ ତାହା ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ରୁଚିର ସରବରାହକାରୀ ଦୋକାନ ମାତ୍ର। এই অভিমত দিয়েছি শ্রীমদ ভক্তি সিদ্ধান্ত সরস্বতী গোস্বামী মহারাজ। কিন্তু ধর্ম প্রকৃত পক্ষে কোন তার ততটাই কম। ধর্মের অর্থ ধারণা, নিত্য ধারণা, অনিত্য ধারণা দু প্রকার ধারণা। গোলা ମଧ୍ୟରେ ହରିବୋଲ ଦେବା ଦଳରେ ପ୍ରବେଶ କରି ସମସ୍ତ ଦୋକାନରେ ଜିନିଷ ମିଳେ କହି ଚିତ୍କାର କଲେ ସେ କଥା ତ ସତ୍ୟ ହବ ନା। ସବୁ ଧର୍ମ ସମାନ। ଏଇଟା ଯାହା ଗୋଲା ଭିତରେ ପଶି ହରିବୋଲ ଦେବା କଥା ସେଇଆ। ଯିଏ ଧର୍ମର ମୂଳ ପୁଷ୍ପଣ, ଯାହା ଏଠି କହ ଧର୍ମ ମୂଳନ୍ତୁ ସାକ୍ଷାତ ସର୍ବବେଦମୟ ହରି, ଧର୍ମ ହେତୁ ସାକ୍ଷାତ ଭଗବତୁ। ଏଇ ଯୋଉ ମୂଳ ଜିନିଷଟା କହ ଧର୍ମର ମୂଳ ପୁଷ୍ପଣ ଯେ କିଏ, ତାଙ୍କର ମନୋନିଷ୍ଠ କଣ, ତାଙ୍କର ଧର୍ମ କଣ, ତାହା ନ ଜାଣି ନିଜର ମନ ଗଢ଼ା ମତ ବା ରୁଚିର ସାମଗ୍ରୀକୁ ଧର୍ମ ବୋଲି କହିଲେ ମୋର ମନ ଗଢ଼ା ଧର୍ମ ଠିକ, ଏପରି କହିଲେ ପ୍ରକୃତ ଧର୍ମ କଣ ତାର ଧାରଣା ହବ। ଏ ହେଉଛି ତାତ୍ପର୍ଯ୍ୟ। ତେଣୁ ଜୀବ ମାତ୍ର ଏକଟି ଧର୍ମ, ସେ ଧର୍ମର ନାମ ହେଉଛି ପରମ ଧର୍ମ, ଆତ୍ମଧର୍ମ, ସନାତନ ଧର୍ମ ବା ଭାଗବତ ଧର୍ମ ବା ବୈଷ୍ଣବ ଧର୍ମ। ପରମ ବସ୍ତୁରେ ଅଣୁବସ୍ତୁର ଯେ ନିର୍ମଳ ଚିନ୍ମୟ ପ୍ରେମ ତାହା ଜୈବ ଧର୍ମ ବା ଜୀବ ସମ୍ବନ୍ଧ। କୃଷ୍ଣ ପରିପୂର୍ଣ୍ଣ ଚିଦ୍ବସ୍ତୁ, ଚିଜ୍ଜଗତର ଏକମାତ୍ର ସୂର୍ଯ୍ୟ, ଜୀବ ତାଙ୍କର କିରଣ କଣ। କୃଷ୍ଣ ବୃହତ୍ ଚିଦ୍ବସ୍ତୁ, ଜୀବ ତାହାଙ୍କର ଅନୁଚିତ ବସ୍ତୁ। କୃଷ୍ଣ ଜୀବର ନିତ୍ୟ ପ୍ରଭୁ, ଜୀବ କୃଷ୍ଣଙ୍କର ନିତ୍ୟ ଦାସ। ଇଏ ହେଉଛି ସ୍ୱାଭାବିକ ଜିନିଷ, ଏ ହେଉଛି ସ୍ୱାଭାବିକ ଆତ୍ମବୃତ୍ତି। କୃଷ୍ଣ ହେଉଛନ୍ତି ଆକର୍ଷକ, ଜୀବ ହେଉଛି ଆକୃଷ୍ଟ। କୃଷ୍ଣ ଈଶ୍ୱର, ଜୀବ ଈଶିତବ୍ୟ। କୃଷ୍ଣ ଦ୍ରଷ୍ଟା, ଜୀବ ଦୃଷ୍ଟ। କୃଷ୍ଣ ପୂର୍ଣ୍ଣ, ଜୀବ ଦୀନ ଓ କ୍ଷୁଦ୍ର। କୃଷ୍ଣ ସର୍ବଶକ୍ତିମାନ, ଜୀବ ନିଃଶକ୍ତିକ। ଅତଏବ କୃଷ୍ଣଙ୍କର ନିତ୍ୟ ଆନୁଗତ୍ୟ ବା ଦାସ୍ୟ ହିଁ ଜୀବର ନିତ୍ୟ ସ୍ୱଭାବ ବା ଧର୍ମ। ଏ ହେଉଛି ଧର୍ମ ତତ୍ତ୍ୱ। ହରିଭକ୍ତି ହିଁ ଶୁଦ୍ଧ ବୈଷ୍ଣବ ଧର୍ମ, ନିତ୍ୟ ଧର୍ମ, ଜୈବ ଧର୍ମ, ଭାଗବତ ଧର୍ମ, ପରମାର୍ଥ ଧର୍ମ, ପରଧର୍ମ, ଏହିସବୁ କଥା କୁହାଯାଉଛି। ଏଇ ଗୋଟେ କଥା। ବ୍ରାହ୍ମ ପ୍ରବୃତ୍ତି ଓ ପରମାତ୍ମା ପ୍ରବୃତ୍ତିରୁ ଯେତେ ପ୍ରକାର ଧର୍ମ ଉତ୍ପନ୍ନ ହେଉଛି ସେ ସମସ୍ତ ନୈମିତ୍ତିକ। କେବଳ ବିଶୁଦ୍ଧ ଭାଗବତ ଧର୍ମ ହିଁ ନିତ୍ୟ। ତେଣୁ ନିତ୍ୟ ଧର୍ମ ଆଉ ନୈମିତ୍ତିକ ଧର୍ମ ବା ଅନିତ୍ୟ ଧର୍ମ এই কথা ଆସୁଛି ଆମର। ନିତ୍ୟ ଧର୍ମ କହିଲେ କଣ ନା ଯେଉଁ ବସ୍ତୁର ଯାହା ନିତ୍ୟ ସ୍ୱଭାବ ତାହା ହିଁ ତାହାର ନିତ୍ୟ ଧର୍ମ, ତାହା ହେଉଛି ନିତ୍ୟ ଧର୍ମ। ଘଟଣାକ୍ରମେ ପରେ ବା ଅନ୍ୟ ବସ୍ତୁ ସଙ୍ଗେ ସେ ବସ୍ତୁର କିଛି ବିକାର ଯଦି হয় বা পরিবর্তিত স্বভাব হয় তার নিত্য স্বভাব নহে। এর নাম হচ্ছে নিসর্গ, পারিভাষিক শব্দ। যেপরি জড়র নিত্য ধর্ম হচ্ছে তরলতা, তরলতা তার নিত্য স্বভাব। কিন্তু ঘটনাবশত জড় বরফে পরিণত হয় কাঠিন্য, কঠিনতা ধারণ করে, কেবল বাষ্প হয়। এই কাঠিন্য বা বরফ হওয়া বা বাষ্প হওয়া এই নিত্য ধর্ম নহে জড়র, তা নিসর্গ নিত্য। এই নিসর্গ নিত্য নিয়ে নৈমিত্তিক, কারণ ଏହା କୌଣସି ନିମିତ୍ତରୁ ଉତ୍ପନ୍ନ হয়। ସେ ନିମିତ୍ତ ବିକୃତ ହେଲେ ତା ଦୂର ହେଇଯାଏ। କିନ୍ତୁ ସ୍ୱଭାବ ହେଉଛି ନିତ୍ୟ, ବେଳେ ବେଳେ ବିକୃତ ହେଲେ ସୁଦ୍ଧା ତାହା ଥାଏ। କାଳ ଘଟଣାକ୍ରମେ ସ୍ୱଭାବ ଅବଶ୍ୟ ନିଜ ପରିଚୟ ଦିଏ। ତେଣୁ ବସ୍ତୁର ସ୍ୱଭାବ ବସ୍ତୁର ନିତ୍ୟ ଧର୍ମ, ବସ୍ତୁର ନିସର୍ଗ ବସ୍ତୁର ନୈମିତ୍ତିକ ଧର୍ମ। ଯାହାଙ୍କର ବସ୍ତୁ ଜ୍ଞାନ ଅଛି ସେ ନିତ୍ୟ ନୈମିତ୍ତିକ ଧର୍ମର ପ୍ରଭେଦ ବୁଝିପାରିବେ। ଯାହାଙ୍କର ବସ୍ତୁ ଜ୍ଞାନ ନାହିଁ ସେ ନିସର୍ଗକୁ ସ୍ୱଭାବ
ମନେ କରନ୍ତି ଏବଂ ନୈମିତ୍ତିକ ଧର୍ମକୁ ନିତ୍ୟ ଧର୍ମ ମନେ କରନ୍ତି। କୃଷ୍ଣ ବୃହତ ଚିଦ୍ବସ୍ତୁ, ଜୀବ ତାହାଙ୍କର ଅନୁଚିତ ବସ୍ତୁ। କୃଷ୍ଣ ଜୀବର ନିତ୍ୟ ପ୍ରଭୁ, ଜୀବ କୃଷ୍ଣଙ୍କ ନିତ୍ୟ ଦାସ। ଏହା ସ୍ୱାଭାବିକ। କୃଷ୍ଣଙ୍କର ନିତ୍ୟ ଆନୁଗତ୍ୟ ବା ଦାସ୍ୟ ଜୀବର ନିତ୍ୟ ସ୍ୱଭାବ ଧର୍ମ। କୃଷ୍ଣ ବହିମୁଖତା ବା ମାୟା ପ୍ରତି আকৃষ্ট ହେଲେ ଜୀବର ନିତ୍ୟ ଧର୍ମ ବିକୃତ হয়। ନିତ୍ୟ ଧର୍ମ ଏକ ଅଖଣ୍ଡ ଓ ନିର୍ଦ୍ଦୋଷ। ନୈମିତ୍ତିକ ଧର୍ମ ନାନା ଆକାରରେ, ନାନା ଅବସ୍ଥାରେ, ନାନା କର୍ତ୍ତୃକ, ନାନା ରୂପେ ବିକୃତ হয়। ଜୀବ ଅଣୁ ହେଲେ ଶୁଦ୍ଧ, ତାର ଧର୍ମ ପୂର୍ଣ୍ଣ, ଶୁଦ୍ଧ ଓ ସନାତନ। ଅନୁକ୍ତ କେବଳ ବସ୍ତୁ ପରିଚୟ। ଅଖଣ୍ଡ ଅଗ୍ନିରୁ ଯେପରି ଅଗ୍ନି ସ୍ଫୁଲିଙ୍ଗ ବାହାରିଥାଏ, ସେହିପରି ଅଖଣ୍ଡ ଚୈତନ୍ୟ ସ୍ୱରୂପ କୃଷ୍ଣଙ୍କ ଠାରୁ ଜୀବ ସମୂହ ନିଷ୍କୃତ ହୋଇଥାନ୍ତି। ଅଗ୍ନିର ଗୋଟିଏ ଗୋଟିଏ ସ୍ଫୁଲିଙ୍ଗ ଯେପରି ପୂର୍ଣ୍ଣ ଅଗ୍ନି ଶକ୍ତି ଧାରଣ କରିପାରେ, ସେହିପରି ପ୍ରତିଜୀବ ଚୈତନ୍ୟର ପୂର୍ଣ୍ଣ ଧର୍ମର ବିକାଶ ହେବାକୁ ସମର୍ଥ। ଗୋଟିଏ ସ୍ଫୁଲିଙ୍ଗ ଯେପରି ବାହ୍ୟ ବିଷୟ ଲାଭ କରି କ୍ରମଶଃ ମହାଗ୍ନିରେ ପରିଣତ ହୁଏ, ଜଗତକୁ ଦହନ କରିବାକୁ ସମର୍ଥ ହୁଏ, ଠିକ୍ ସେହିପରି ଏକଟି ଜୀବ ପ୍ରେମ ସହିତ, ପ୍ରେମର ପ୍ରକୃତ ବିଷୟ ଯେ, ପ୍ରୀତିର ପ୍ରକୃତ ବିଷୟ ଯେ କୃଷ୍ଣଚନ୍ଦ୍ର, ତାଙ୍କୁ ଲାଭ କରି ପ୍ରେମର ମହାବନ୍ୟା ଉଦୟ କରିବାକୁ ସମର୍ଥ। ଇଏ ହେଉଛି ସବୁ ଧର୍ମ ତତ୍ତ୍ୱ। ଯେ ପର୍ଯ୍ୟନ୍ତ ସ୍ୱୀୟ ଧର୍ମର ପ୍ରକୃତ ବିଷୟକୁ ସଂସ୍ପର୍ଶ ନ କରେ, ସେ ପର୍ଯ୍ୟନ୍ତ ପୂର୍ଣ୍ଣ ଧର୍ମର ସହଜ ବିକାଶ ଦେଖାଇବା ପାଇଁ ଅନୁଚିତ ରୂପ ଜୀବ ଅପାରଗ ହୋଇ ପ୍ରକାଶ ପାଏ। ବସ୍ତୁ ବିଷୟ ସଂଯୋଗରେ ଧର୍ମର ପରିଚୟ, ପ୍ରେମ ହିଁ ଜୀବର ନିତ୍ୟ ଧର୍ମ। ଜୀବ ଜଡ଼ ବସ୍ତୁ ନୁହେଁ, ଜଡ଼ାତୀତ ବସ୍ତୁ, ଚେତନମୟ ବସ୍ତୁ। ଚୈତନ୍ୟ ହିଁ ତାହାର ଗଠନ, ପ୍ରେମ ହିଁ ତାହାର ଧର୍ମ। କୃଷ୍ଣ ଦାସ୍ୟ ହେଉଛି ସେ ଜୀବର ପ୍ରେମ। ଅଦେ କୃଷ୍ଣ ଦାସ୍ୟ ରୂପ ପ୍ରେମ ହିଁ ଜୀବର ସ୍ୱରୂପ ଧର୍ମ। ଜୀବର ଦୁଇଟି ଅବସ୍ଥା, ଗୋଟେ ହେଉଛି ଶୁଦ୍ଧାବସ୍ଥା, ଆଉ ଗୋଟେ ହେଉଛି ବୃଦ୍ଧାବସ୍ଥା। ଶୁଦ୍ଧାବସ୍ଥାରେ ଜୀବ କେବଳ ଚିନ୍ମୟ, ଧର୍ମ ତ ଜୀବ ଅଖଣ୍ଡ, ଶୁଦ୍ଧ ଆଉ ସନାତନ। ଜୀବ ଯେ ପର୍ଯ୍ୟନ୍ତ ଶୁଦ୍ଧ ଥାଏ, ସେ ପର୍ଯ୍ୟନ୍ତ ତାର ସ୍ୱଧର୍ମର ଗୁଣ ପରିଚୟ ଦେଇଥାଏ। ଜୀବ ଯେତେବେଳେ ମାୟା ସଂସ୍ପର୍ଶରେ ଆସି ଅଶୁଦ୍ଧ হয়, ସେତେବେଳେ ସେ ସ୍ୱଧର୍ମ ବିକାର, ଅବିଶୁଦ୍ଧ, ଅନାଶ୍ରିତ, ସୁଖ ଦୁଃଖ ପିଷ୍ଟ ଜୀବର କୃଷ୍ଣ ଦାସ ବିସ୍ମୃତି ହେବା ମାତ୍ରେ ସଂସାର ଗତି ଆସିକି ଉପସ୍ଥିତ হয়। ଜୀବ ଯେ ପର୍ଯ୍ୟନ୍ତ ଶୁଦ୍ଧ ଥାଏ, ସେ ପର୍ଯ୍ୟନ୍ତ ତାର ସ୍ୱଧର୍ମ ଅଭିମାନ ଥାଏ। ସେ ନିଜକୁ କୃଷ୍ଣ ଦାସ ବୋଲି ଅଭିମାନ କରେ। ଏହା ହେଉଛି ପ୍ରକୃତ ଅଭିମାନ। ମାୟା ସଂସ୍ପର୍ଶରେ ଆସି ବିଶୁଦ୍ଧ ହେଲେ ସେ ଅଭିମାନ ସଂକୁଚିତ ହୋଇକରି ଭିନ୍ନ ଭିନ୍ନ ଆକାର ଧାରଣ କରେ। ସେତେବେଳେ ସ୍ଥୂଳ ଦେହ ବା ଲିଙ୍ଗ ଦେହ ବା ସୂକ୍ଷ୍ମ ଶରୀର ସ୍ଥୂଳ ଦ୍ୱାରା ଆବଦ୍ଧ হয়, ସେତେବେଳେ ସେ ଲିଙ୍ଗ ଶରୀର ଏକ ପୃଥକ ଅଭିମାନ ଜିତ হয়। ସେ ଅଭିମାନ ପୁଣି ସ୍ଥୂଳ ଦେହର ଅଭିମାନ ସହିତ ମିଶି ଏକ ତୃତୀୟ ଅଭିମାନ ରୂପେ ପରିଣତ হয়। ଶୁଦ୍ଧ ଶରୀରରେ ଜୀବ କେବଳ ହେଉଛି କୃଷ୍ଣ ଦାସ, କିନ୍ତୁ ଲିଙ୍ଗ ଶରୀରରେ ଜୀବ ନିଜକୁ ସ୍ୱକର୍ମର ଭୋକ୍ତା, ଭୋଗକର୍ତ୍ତା ବୋଲି ମନେ କରେ। ସେତେବେଳେ କୃଷ୍ଣ ଦାସ ରୂପ ଅଭିମାନ ଲିଙ୍ଗ ଦେହାଭିମାନ ଦ୍ୱାରା ଆବୃତ ହୋଇଥାଏ। ସ୍ଥୂଳ ଦେହ ଲାଭ କରି ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ମୁଁ ରାଜା, ମୁଁ ଦରିଦ୍ର, ମୁଁ ଦୁଃଖୀ, ମୁଁ ରୋଗଶୋକ ଦ୍ୱାରା ଅଭିଭୂତ, ମୁଁ ସ୍ତ୍ରୀ, ମୁଁ ପୁରୁଷ ଇତ୍ୟାଦି ବହୁବିଧ ସ୍ଥୂଳ ଅଭିମାନ ଦ୍ୱାରା ପରିଚୟ ଦିଏ। ଏହିପରି ମିଥ୍ୟାଭିମାନ ଯୁକ୍ତ ওই জীবের স্বধর্ম বিকৃত হয়। বিশুদ্ধ প্রেম হি শুদ্ধ জীবর স্বধর্ম। জীবর নিত্য ধর্ম কেবল শুদ্ধ অবস্থায় প্রকাশ পায়। বদ্ধাবস্থার যে ধর্মের উদয় হয় তাহা নৈমিত্তিক। নিত্য ধর্ম স্বভাব পূর্ণ, শুদ্ধ, সনাতন। ଶ୍ରୀମଦ ଭାଗବତ ଶାସ୍ତ୍ରରେ ସେଥିପାଇଁ ଧର୍ମ ତତ୍ତ୍ୱ କଥା ଆଲୋଚନା କରାଯାଉଛି। ଆଉ ଯୋଉ ବିଶୁଦ୍ଧ ଧର୍ମର କଥା ଶ୍ରୀମଦ ଭାଗବତରେ କୁହାଯାଉଛି ତାହା ହେଉଛି ନିତ୍ୟ ଧର୍ମ। ଜଗତରେ ବିଭିନ୍ନ ପ୍ରକାର ଧର୍ମ ପ୍ରଚାରିତ ହୋଇଛି, ସେସବୁ ତିନି ଭାଗରେ ବିଭକ୍ତ କରାଯାଇପାରେ। ନିତ୍ୟ ଧର୍ମ, ନୈମିତ୍ତିକ ଧର୍ମ ଓ ନିତ୍ୟ ଧର୍ମ। ଯେଉଁ ସକଳ ଧର୍ମରେ ଈଶ୍ୱରଙ୍କର ଆଲୋଚନା ନାହିଁ, ଆତ୍ମାର ନିତ୍ୟତ୍ୱ ନାହିଁ, ସେ ସବୁ ହେଉଛି ଅନିତ୍ୟ ଧର୍ମ। ଯେଉଁ ସବୁ ଧର୍ମରେ ଈଶ୍ୱର ଓ ଆତ୍ମାର ନିତ୍ୟତ୍ୱ ସ୍ୱୀକାର ଅଛି, କିନ୍ତୁ କେବଳ ଅନିତ୍ୟ ଉପାୟ ଦ୍ୱାରା ଈଶ୍ୱର ପ୍ରସାଦ ଲାଭ କରିବାକୁ ଚାହେଁ, ସେସବୁ ହେଉଛି ନୈମିତ୍ତିକ ଧର୍ମ। ଯାହାଦ୍ୱାରା ବିମଳ
ପ୍ରେମ ଦ୍ୱାରା କୃଷ୍ଣଦାସ ଲାଭ କରିବାର ଯତ୍ନ ଅଛି, ସେ ହେଉଛି ନିତ୍ୟ ଧର୍ମ। ନିତ୍ୟ ଧର୍ମ ଦେଶ ଭେଦେ, ଜାତି ଭେଦେ, ଭାଷା ଭେଦରେ ପୃଥକ ପୃଥକ ନାମରେ ପରିଚିତ ହେଲେ ତାହା ଏକ ଓ ପରମ ଉପାଦେୟ। ଭାରତରେ ଯେଉଁ ବୈଷ୍ଣବ ଧର୍ମ ପ୍ରଚଳିତ ଅଛି ତାହା ହିଁ ନିତ୍ୟ ଧର୍ମର ଆଦର୍ଶ। ତେଣୁ ଧର୍ମ ଏକ, ଦୁଇ ବା ତତୋଧିକ ନୁହେଁ। ଜୀବ ମାତ୍ର ଏକଟି ଧର୍ମ। ଭାଷା ଭେଦରେ, ଜାତି ଭେଦରେ, ଦେଶ ଭେଦରେ ଧର୍ମ ଭିନ୍ନ ହୋଇପାରେ ନା। ପରମ ବସ୍ତ୍ର ବସ୍ତ୍ର ଯେଉଁ ନିର୍ମଳ ଶୂନ୍ୟ ପ୍ରେମ, ତାହା ହିଁ ଜୀବ ସମ୍ବନ୍ଧୀୟ ଧର୍ମ। ତାହା ଜୈବ ଧର୍ମ, ତାହା ଆତ୍ମ ଧର୍ମ, ତାହା ହିଁ ହେଉଛି ଭାଗବତ ଧର୍ମ, ତାହା ହିଁ ହେଉଛି ପରମ ଧର୍ମ।